ମୁଁ ଓମପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମା ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଭିଡ଼ିଓରେ ଆମେ ସୋସିଆଲ ସାଇନ୍ସରେ ଗୋଟେ ଇମ୍ପୋର୍ଟାଣ୍ଟ ଚାପ୍ଟର ଯୋଉଟାକି ହେଉଛି ମଡର୍ଣ୍ଣ ଇଣ୍ଡିଆନ୍ ହିଷ୍ଟ୍ରି ବିଷୟରେ ପଢ଼ିବା। ସିଟିଏଣ୍ଟ 2025ରେ ଆମର 25ଟି ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଡିସ୍କସନ୍ କରିବା, ଯେଉଁଥିରେ କି ଆପଣ ପରୀକ୍ଷାରେ ଡିଟୋ ଏଇଭଳିଆ କ୍ୱେଶ୍ଚିନ୍ ନହେଲେ ୟା ରିଲେଟେଡ୍ କ୍ୱେଶ୍ଚିନ୍କୁ ଆପଣ ପାଇପାରିବେ। ତେଣୁ ଅପସନ୍ ୱାଇଜ୍ ପୁରା ବୁଝିବା କୋଉଠି କୋଉ ଉତ୍ତରଟି ହେବ। ତେଣୁ ଚାଲନ୍ତୁ ଭିଡ଼ିଓଟିକୁ ଫୁଲ୍ ଦେଖନ୍ତୁ, ତାହେଲେ ଆପଣ ବୁଝିପାରିବେ। ତେଣୁ ଯଦି ଆପଣ ମ୍ୟାଥମେଟିକ୍ସରେ କ୍ଲାସ୍ କରିବା ପାଇଁ ଚାହୁଁଛନ୍ତି ସିଟିଏଣ୍ଟ 2025ରେ ଆପଣ ଏମା ଷ୍ଟଡି ଏକାଡେମୀକୁ ଯାଇକି ସିଟିଏଣ୍ଟ 2025 ଫୁଲ୍ ମ୍ୟାଥମେଟିକ୍ସ କ୍ଲାସ୍ ସର୍ଚ୍ଚ କଲେ ଆପଣଙ୍କୁ ଫୁଲ୍ 8ଟି 9ଟି ଭିଡ଼ିଓ ଆପଣ ପାଇଯିବେ। ଟପିକ୍ ୱାଇଜ୍ ଆପଣଙ୍କୁ ଗୋଟିଏ ଟପିକ୍ ପାଇଁ ଫୁଲ୍ ଭିଡ଼ିଓ ବୁଝାହେଇଛି, ତେଣୁ ଆପଣ ସେଠି ଦେଖିପାରିବେ। ଆଉ ସାଇନ୍ସରେ ଆମର ତ ଟପିକ୍ ଗୁଡ଼ାକ କଭର ହେଇଯାଇଛି, ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା। ତେଣୁ ଆପଣ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିଥିବେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚି ପାରିବ। ତେଣୁ ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ଦେଖିବା ପ୍ରଥମ କ୍ୱେଶ୍ଚିନ୍ଟି କ'ଣ ଅଛି। ଫାର୍ଷ୍ଟ କ୍ୱେଶ୍ଚିନ୍ଟି ଅଛି କ'ଣ, ଦ ଫାର୍ଷ୍ଟ ୱାର୍ ଅଫ୍ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଟୁକ୍ ପ୍ଲେସ୍ ଇନ୍ କେତେ ମସିହାରେ ଆମର ହେଇଥିଲା। ଅପସନ୍ ଗୁଡ଼ିକ ଅଛି 1857, 1858, 1885, 1905। ତେଣୁ ସଠିକ୍ ଉତ୍ତରଟି ହେଉଛି କ'ଣ ନା ଅପସନ୍ ନମ୍ବର ଏ 1857 ମସିହା। also known as the ସିପାହୀ ମୈତ୍ରୀ, যেটা কোন সিপাহী বিদ্রোহ কুହାଯାଏ or revolt of 1857। ତେଣୁ ଏତେ ମସିହାରେ କ'ଣ ଆମର ଫାର୍ଷ୍ଟ ଆରମ୍ଭ ହୋଇଥିଲା। ଇଟ୍ ମାର୍କ ଦ ବିଗିନ୍ ଅଫ୍ ଦ ରେଜିଷ୍ଟାନ୍ସ ଏଗେନ୍ଷ୍ଟ ଦ କ'ଣ ବ୍ରିଟିଶ ରୁଲ୍। ବ୍ରିଟିଶ ରୁଲ୍ ଉପରେ ଯେଉଁ ତା ବିପକ୍ଷରେ ପ୍ରଥମ ମାନେ ଆନ୍ଦୋଳନ କ'ଣ କୁହାଯାଉଥିଲା, ଯେଉଁ ସିପାହୀ ବିଦ୍ରୋହ କେତେ ମସିହାରେ ହେଇଥିଲା 1857 ମସିହାରେ। ବୁଝିପାରିଲେ। ନେକ୍ସଟ କ୍ୱେଶ୍ଚନ ଦେଖିବା, ହୁ ୱାଜ ଦ ଲିଡର ଅଫ୍ ଦ ରିଭୋଲ୍ଟ ଅଫ୍ କାନପୁର ଡ୍ୟୁରିଂ 1857। 1857 ମସିହାରେ ଯେଉଁ କାନପୁରରେ ଆମର ଆନ୍ଦୋଳନ ହେଇଥିଲା ତାର ଲିଡର କିଏ ଥିଲେ। ଅପସନ୍ ନମ୍ବର ଏ ହେଉଛି ରାଣୀ ଲକ୍ଷ୍ମୀବାଇ, বি হଉଛି ମଙ୍ଗଲ ପାଣ୍ଡେ, ସି ହଉଛି ନନା ସାହେବ, ଡି ହଉଛି ତନ୍ତିଆ ତୋପେ। ତେଣୁ ସଠିକ୍ ଉତ୍ତର ଯିବ କ'ଣ ଅପସନ୍ ନମ୍ବର ସି ନନା ସାହେବ ହେଲା। ନନା ସାହେବ ଥିଲେ କୋଉଠି କାନପୁରରେ ଯେଉଁ 1857 ମସିହାରେ ସିପାହୀ ବିଦ୍ରୋହ ହେଇଥିଲା ତାର କ'ଣ ନା ଲିଡର ଥିଲେ। ନନା ସାହେବ ଲିଡ୍ ଦ ରିଭୋଲ୍ଟ ଇନ୍ କାନପୁର and was one of the key figures in the uprising। ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନ ଅଛି କ'ଣ, ଦ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ was founded in କେତେ ମସିହାରେ ଆମର ଆରମ୍ଭ ହୋଇଥିଲା ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ। ଅପସନ୍ ନମ୍ବର ଏ 1857, ଅପସନ୍ ବି 1885, ଅପସନ୍ ନମ୍ବର ସି ହେଉଛି 1905 ନା 1942। କେତେ ମସିହାରେ ନା ଅପସନ୍ ନମ୍ବର ବି ହେବ କରେକ୍ଟ ଆନ୍ସର 1885 ମସିହାରେ। ଆଇଏନସି was founded formed in Bombay। କ୍ୱେଶ୍ଚନ ମନେ ରଖିଥିବେ ଏଥିରେ କୋଉଠି ପଚାରି ପାରିବେ କ୍ୱେଶ୍ଚନ ବମ୍ବେ ବାଇ ଏ ଓ ଆଟବନ୍ ହ୍ୟୁମ୍ ହେଲା। କାହା ଦ୍ୱାରା ପଚାରିବେ କ'ଣ ଆଟବନ୍ ହ୍ୟୁମ୍ କୋଉଠି ବମ୍ବେରେ କେତେ ମସିହାରେ 1885। କିନ୍ତୁ ଏଇ ଦୁଇଟା ବି ଇମ୍ପୋର୍ଟାଣ୍ଟ ଅଛି ହେଲା, ଇମ୍ପୋର୍ଟାଣ୍ଟ ଲେଖି ଦିଅନ୍ତୁ ହେଲା, ଇମ୍ପୋର୍ଟାଣ୍ଟ ପରିପାଟି ପରୀକ୍ଷାରେ। ଆମର କ'ଣ ଆଇଏନସି କେବେ ଗଠନ ହେଇଥିଲା 1885ରେ, ଆଉ ବମ୍ବେ ଠାରେ ଆଉ କାହା ଦ୍ୱାରା ଏ ଓ ହ୍ୟୁମ୍ ଟୁ ପ୍ରୋଭାଇଡ ଦ ପ୍ଲାଟଫର୍ମ ଫର ଇଣ୍ଡିଆନ୍ ପଲିଟିକାଲ ଡାଇଲଗ। ବୁଝିପାରିଲେ। ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନଟି, ହୁ ୱାଜ ଦ ଫାର୍ଷ୍ଟ ପ୍ରେସିଡେଣ୍ଟ ଅଫ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ। ଫାର୍ଷ୍ଟ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସର ପ୍ରେସିଡେଣ୍ଟ କିଏ ଥିଲେ। ଅପସନ୍ ନମ୍ବର ଏ ଦାଦା ଭାଇ ନାରୋଜି, ବି ହେଉଛି ଏ ଓ ହ୍ୟୁମ୍, ସି ହେଉଛି ଡବ୍ଲ୍ୟୁ ସି ବାନାର୍ଜୀ, ଡି ହେଉଛି ଗୋପାଳ କୃଷ୍ଣ ଗୋଖଲେ। ଆମର କରେକ୍ଟ ଆନ୍ସରଟି ହେବ କ'ଣ ଅପସନ୍ ନମ୍ବର ସି କ'ଣ ଡବ୍ଲ୍ୟୁ ସି ବାନାର୍ଜୀ। ହି ପ୍ରିସାଇଡେଡ ଓଭର ଦ ଫାର୍ଷ୍ଟ ସେସନ ଅଫ ଆଇଏନସି ଇନ୍ 1885। 1885 ମସିହାରେ ସେ କ'ଣ ଫାର୍ଷ୍ଟ ସେସନକୁ ଆରମ୍ଭ କରିଥିଲେ କିଏ ଡବ୍ଲ୍ୟୁ ସି ବାନାର୍ଜୀ। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଇଟା ବି ଅଛି। ତେଣୁ ଦେଖିବା ତାପରେ କ୍ୱେଶ୍ଚନଟି ପାର୍ଟିସନ ଅଫ ବଙ୍ଗାଲ ଟୁକ୍ସ ପ୍ଲେସ୍ ଇନ୍ କେତେ ମସିହାରେ ପାର୍ଟିସନ ଅଫ ବଙ୍ଗାଲ ଆରମ୍ଭ ହୋଇଥିଲା। ଅପସନ୍ ଭରି ଅଛି 1985, ବି ହେଉଛି 1909, ସି ହେଉଛି 1911, ଡି ହେଉଛି 1919। ତେଣୁ ସଠିକ୍ ଉତ୍ତରଟି ହେବ କ'ଣ ଅପସନ୍ ନମ୍ବର ଏ 1985 ମସିହାରେ କ'ଣ ଥିଲା ବେଙ୍ଗଲ ଡିଭିଜନ ହେଇଥିଲା। ଲର୍ଡ କର୍ଜନ କିଏ କରିଥିଲେ। ତେଣୁ ଏଟା ବି ଇମ୍ପୋର୍ଟାଣ୍ଟ ଅଛି, ଲର୍ଡ କର୍ଜନ କରିଥିଲେ ବଙ୍ଗ ବିଭାଜନ। ଡିଭାଇଡେଡ ଦ ବେଙ୍ଗଲ ଟୁ ୱିକେନ୍ ଦ ନ୍ୟାସନାଲିଜିମ ମୁଭମେଣ୍ଟ। କ'ଣ କରିଥିଲେ ନ୍ୟାସନାଲିଜିମ ମୁଭମେଣ୍ଟ ଯେଉଁ ଚାଲିଥିଲା ସେଟାକୁ ୱିକର କରିବା ପାଇଁ ବା ବିଭାଗ କରିବା ପାଇଁ କ'ଣ କରିଥିଲେ ବଙ୍ଗ ବିଭାଜନ କରିଦେଇଥିଲେ ଲର୍ଡ କର୍ଜନ 1905 ମସିହାରେ। ଲିଡିଂ ଦ ମାସ୍ ପ୍ରୋଟେଷ୍ଟ ହେଲା। ବୁଝିପାରିଲେ। ତେଣୁ ଦେଖିବା ରିଲେଟ୍ କରି ପାଠଟାକୁ ମନେ ରଖିଦେଲେ ମନେ ରହିବ ହେଲା, କିଏ କରିଥିଲେ କାହିଁକି କରିଥିଲେ ଆଉ କେତେ ମସିହାରେ କରିଥିଲେ। ନେକ୍ସଟ ଅଛି କ'ଣ ସ୍ୱଦେଶୀ ମୁଭମେଣ୍ଟ ଷ୍ଟାର୍ଟେଡ ଏଜ୍ ଏ ରିଏକ୍ସନ ଟୁ, ମାନେ କ'ଣ ପାଇଁ ଆମର ସ୍ୱଦେଶୀ ମୁଭମେଣ୍ଟ ଆମର ଆରମ୍ଭ ହୋଇଥିଲା। ଅପସନ୍ ନମ୍ବର କ'ଣ ଅଛି, ଅପସନ୍ ନମ୍ବର ଏ ହେଉଛି ଦାଣ୍ଡି ମାର୍ଚ୍ଚ, ଅପସନ୍ ନମ୍ବର ବି ହେଉଛି କ'ଣ ପାର୍ଟିସନ ଅଫ ବଙ୍ଗାଲ, ଅପସନ୍ ନମ୍ବର ସି ହେଉଛି ଜାଲିଆନବାଗ ମାର୍ଚେସ୍ ଜାଲିଆନ ହତ୍ୟାକାଣ୍ଡ ଆଉ ରାଉଲାଟ ଆକ୍ଟ। ଆମର ଅପସନ୍ ଟି କ'ଣ ହେବ ସଠିକ୍ ଉତ୍ତରଟି ହେଉଛି କ'ଣ ନା ଅପସନ୍ ନମ୍ବର ବି ହେବ କରେକ୍ଟ ଆନ୍ସର, ଯୋଉଟା କି କ'ଣ ପାର୍ଟିସନ ଅଫ ବଙ୍ଗାଲ ହେଲା। କ'ଣ ପାଇଁ ହେଇଥିଲା ପାର୍ଟିସନ ଅଫ ବଙ୍ଗାଲ ପାଇଁ ହେଇଥିଲା। ସ୍ୱଦେଶୀ ମୁଭମେଣ୍ଟ ଅଫ ପ୍ରମୋଟେଡ ଦ ୟୁଜ୍ ଅଫ ଦ ଇଣ୍ଡିଆନ ଗଡ୍ସ ଆଣ୍ଡ ବାଇକଟ ଦ ବ୍ରିଟିଶ ପ୍ରଡକ୍ଟସ। ଏଥିରେ କ'ଣ ହେଇଥିଲା ସ୍ଲୋଗାନ କ'ଣ ଥିଲା ଯେ ଇଣ୍ଡିଆ ପ୍ରଡକ୍ଟ ଆମେ ୟୁଜ୍ କରିବା ଆଉ ବୟକଟ କାହା କରିବା ବ୍ରିଟିଶ ପ୍ରଡକ୍ଟକୁ କ'ଣ କରିବା ବୟକଟ କରିବା। ତ 7 ନମ୍ବର କ୍ୱେଶ୍ଚନ ଦେଖିବା, ହୁ ଗିଭ୍ସ ଦ ସ୍ଲୋଗାନ ସ୍ୱରାଜ ଇଜ ମାଇ ବର୍ଥ ରାଇଟ୍। এই ସ୍ଲୋଗାନ ଉପରେ କ୍ୱେଶ୍ଚନ ବହୁତ ପଡେ ହେଲା। এই ସ୍ଲୋଗାନ ଗୁଡାକ ଦେଖିଦେବେ ଯୋଉଠି ଏଡି ଗୋଟେ କ୍ୱେଶ୍ଚନ ଅଛି। এই ସ୍ଲୋଗାନଟା କାହାର ଥିଲା ମହାତ୍ମା ଗାନ୍ଧୀଙ୍କର ଥିଲା ନା ବାଲ ଗଙ୍ଗାଧର ତିଲକ ନା ସୁଭାଷ ଚନ୍ଦ୍ର ବୋଷ ନା ଭଗତ ସିଂ। କାହାର ଥିଲା ନା ଅପସନ୍ ନମ୍ବର ବି ହେବ କରେକ୍ଟ ଆନ୍ସର କିଏ ବାଲ ଗଙ୍ଗାଧର ତିଲକ। Tilak was a strong nationalist and one of the early leader demanding the full independence। ସେ କି ପ୍ରଥମେ ଯିଏ ଥିଲେ ସେ କ'ଣ ଫୁଲ ଇଣ୍ଡିପେଣ୍ଡେଣ୍ଟ ମାଗୁଥିଲେ ହେଲା କିଏ ବାଲ ଗଙ୍ଗାଧର ତିଲକ। ନେକ୍ସଟ କ୍ୱେଶ୍ଚନ ଦେଖିବା ଜାଲିଆନବାଗ ମେସୋର୍ସ ମେସ୍କ୍ୟୁଆର ଟୁକ୍ସ ପ୍ଲେସ୍ ଇନ୍ କେତେ ମସିହାରେ ହେଇଥିଲା।
ନା 1919 ମସିହାରେ ନା 1920 ମସିହାରେ ନା 1922 ମସିହାରେ 1930 ମସିହାରେ ତେଣୁ କଣ ଅପସନ ନମ୍ବର ଏ ହେବ କରେକ୍ଟ ଆନ୍ସର 1919 ମସିହାରେ ହେଲା। ଆଉ କଣ ବ୍ରିଟିଶ ଜେନେରାଲ ଡାୟାର ମାନେ ଏଇଟା ମନେ ରଖିଥିବେ କାହା ଦ୍ୱାରା ହେଇଥିଲା ଜେନେରାଲ ଡାୟାର ଅର୍ଡର ଟୁ ଫାୟରିଂ ଦ ଅନଆର୍ମଡ ସିଭିଲିୟନ୍ସ ଇନ ଅମୃତସର କୋଉଠି ହେଇଥିଲା ଅମୃତସର ପାଖରେ ହେଲା ସକିଂ ଦ ନେସନ ମାନେ ସେ ଯୋଉ କଣ କରିଥିଲେ ଯୋଉ ଲୋକମାନେ ଯୋଉ ବୈଶାଖୀ ଉତ୍ସବ ପାଳନ କରିବା ପାଇଁ ଯାଇଥିଲେ ସେଠାରେ କଣ କଲେ ସବୁ ଫାଟକୁ ବନ୍ଦ କରିଦେଇ ଅନ୍ଧାଧୁନ ଭାବରେ କଣ ଗୁଳି ଫାୟରିଂ କରିବା ପାଇଁ ନିର୍ଦ୍ଦେଶ ଦେଲେ ଜେନେରାଲ ଡାୟାର। 9 ନମ୍ବର କ୍ୱେଶ୍ଚନ ଦେଖିବା ଦ ନନ୍ କୋଅପରେସନ ମୁଭମେଣ୍ଟ ୱାଜ ଲଞ୍ଚଡ ଇନ କେତେ ମସିହାରେ 1919 ମସିହାରେ 1920 1922 1930 କଣ ହବ ଅପସନ ନମ୍ବର ଡି ହବ କରେକ୍ଟ ଆନ୍ସର ଯୋଉଟା କି 1920 ମସିହାରେ ହେଲା। ଗାନ୍ଧୀଜୀ ଲିଡ୍ ଦ ମୁଭମେଣ୍ଟ ଅଫ ବୟକଟ ବ୍ରିଟିଶ ଇନଷ୍ଟିଟ୍ୟୁସନ୍ସ ଗୁଡ୍ସ ଲଜ ପିସଫୁଲି ହେଲା ସେ କଣ କରିଥିଲେ ବୟକଟ କରିଥିଲେ କଣ ଗୁଡାକ ବ୍ରିଟିଶ ଇନଷ୍ଟିଟ୍ୟୁସନ ଗୁଡାକ ଗୁଡ୍ସ ଗୁଡାକ ମାନେ ଖାଦ୍ୟ ଦ୍ରବ୍ୟ ଗୁଡାକ ତାପରେ ଲ ଆଉ ଯେତେ ସବୁ ଲ ସେମାନେ ବାହାର କରିଥିଲେ କେତେ ମସିହାରେ 1920 ମସିହାରେ। ନେକ୍ସଟ କ୍ୱେଶ୍ଚନ ଦେଖିବା ହୁ ୱାଜ ଦ ଲିଡର ଅଫ ଦ ସଲ୍ଟ ସତ୍ୟାଗ୍ରହ ଇନ ଓଡିଶା ଓଡିଶାର କିଏ ସଲ୍ଟ ସତ୍ୟାଗ୍ରହ ମାନେ ଯୋଉ ଲବଣ ସତ୍ୟାଗ୍ରହରେ କିଏ ଥିଲେ ଲିଡର ଗୋପବନ୍ଧୁ ଦାସ ନା ଲିଙ୍ଗରାଜ ମିଶ୍ର ନା ହରେକୃଷ୍ଣ ମହତାବ ନା ନୀଳକଣ୍ଠ ଦାସ କିଏ ହବ ଅପସନ ନମ୍ବର କଣ ହବ ଅପସନ ନମ୍ବର ସି ହବ କରେକ୍ଟ ଆନ୍ସର ହରେକୃଷ୍ଣ ମହତାବ ହେଲା। କି ଲିଡ୍ ଦ ସଲ୍ଟ ସତ୍ୟାଗ୍ରହ ମୁଭମେଣ୍ଟ ଇନ ଓଡିଶା ଫଲୋଇଂ ଦ ଗାନ୍ଧୀଜୀ ଦାଣ୍ଡି ମାର୍ଚ୍ଚ କାହାକୁ ଦାଣ୍ଡି ମାର୍ଚ୍ଚକୁ ସେ ଫଲୋ କରି କଣ କରିଥିଲେ ଓଡିଶାରେ ଲବଣ ସତ୍ୟାଗ୍ରହଟା ଆରମ୍ଭ କରିଥିଲେ। 11 ନମ୍ବର କ୍ୱେଶ୍ଚନ ଦେଖିବା ଦ ସାଇମନ କମିଶନ ୱାଜ ଆପଏଣ୍ଟେଡ ଇନ ସାଇମନ କମିଶନ କେବେ ଆପଏଣ୍ଟ ହେଇଥିଲା 1919 ମସିହା 1927 1935 1942 କଣ ହବ ଅପସନ ନମ୍ବର ବି ହବ କରେକ୍ଟ ଆନ୍ସର ଯୋଉଟା କି 1927 ମସିହା। ବ୍ରିଟିଶ କମିଶନ ହେଡ ନୋ ଇଣ୍ଡିଆନ ମେମ୍ବର ସେଠି କଣ କରିଥିଲେ ସେମାନେ କୌଣସି ଇଣ୍ଡିଆନ ମେମ୍ବରକୁ ରଖିନଥିଲେ ହ୍ୱିଚ ଲିଡ୍ସ ଟୁ ୱାଇଡ ସ୍ପ୍ରେଡ ପ୍ରୋଟେଷ୍ଟ ହେଲା ସେଥିପାଇଁ ପ୍ରୋଟେଷ୍ଟ ଆରମ୍ଭ ହେଇଥିଲା ଆଉ ମାନେ ସେମାନେ ଯୋଉ ମିଟିଂଟା କରିଥିଲେ ସେଥିରେ କଣ କୋଉଠି ବି ଇଣ୍ଡିଆନ ମେମ୍ବର ମାନେ ନଥିଲେ କେତେ ମସିହାରେ 1927 ମସିହାରେ ବୁଝିପାରିଲେ। ନେକ୍ସଟ କ୍ୱେଶ୍ଚନ ଏବେ ଦେଖିବା ନେକ୍ସଟ କ୍ୱେଶ୍ଚନ ଅଛି କଣ ହୁ ୱାଜ ଦ ପ୍ରେସିଡେଣ୍ଟ ଅଫ ଲାହୋର ସେସନ ଅଫ ଆଇଏନସି 1929 ଯୋଉ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସରେ ଲାହୋର ଠାରେ ଯୋଉ ଅଧିବେଶନଟା ହେଇଥିଲା ମନେ ରଖି ଏଠି ପଡିପାରେ କ୍ୱେଶ୍ଚନ ହେଲା 1919 କୋଉଠି ହେଇଥିଲା ସେଠି ଲିଡର କିଏ ଥିଲେ ସୁଭାଷ ଚନ୍ଦ୍ର ବୋଷ ମହାତ୍ମା ଗାନ୍ଧୀ ଜବାହରଲାଲ ନେହେରୁ ସିଆର ଦାସ କଣ ହବ ଅପସନ ନମ୍ବର ସି ହବ କରେକ୍ଟ ଆନ୍ସର ଯୋଉଟା କି ଜବାହରଲାଲ ନେହେରୁ। ଇନ ଦିସ ସେସନ ଆଇଏନସି ଡିକ୍ଲେୟାର ଦ ପୂର୍ଣ୍ଣ ସ୍ୱରାଜ ଅର କମ୍ପ୍ଲିଟ ଇଣ୍ଡିପେଣ୍ଡେନ୍ସ ଏଇଠି କଣ କରିଥିଲେ ସେମାନେ ଡିକ୍ଲେୟାର କରିଥିଲେ କଣ ପୂର୍ଣ୍ଣ ସ୍ୱରାଜ ମାନେ ଫୁଲ ଭାବରେ ସେମାନେ ଇଣ୍ଡିପେଣ୍ଡେନ୍ସ ପାଇଁ ସ୍ଲୋଗାନ ଦେଇଥିଲେ ହେଲା એટલે କଣ କୁହାଯାଏ ପୂର୍ଣ୍ଣ ସ୍ୱରାଜ କୁହାଯାଏ। କ୍ୱେଶ୍ଚନ ପକେଇ ପୂର୍ଣ୍ଣ ସ୍ୱରାଜ କୋଉ ଅଧିବେଶନ ହେଇଥିଲା କୋଉଠି ଲାହୋର ହେଲା। ତେଣୁ ଦେଖିବା 13 ନମ୍ବର କ୍ୱେଶ୍ଚନ ଦାଣ୍ଡି ମାର୍ଚ୍ଚ ୱାଜ ଅଣ୍ଡରଟେକେନ ଟୁ ପ୍ରୋଟେଷ୍ଟ କଣ ପାର୍ଟିସନ ଅଫ ବଙ୍ଗାଲ ସଲ୍ଟ ଲ ଆର୍ମସ ଆକ୍ଟ ନା ରାଉଲାତ ଆଇନ ଏଟା ହବ କଣ ଅପସନ ନମ୍ବର ବି ହବ କରେକ୍ଟ ଆନ୍ସର ଯୋଉଟା କି ସଲ୍ଟ ଲ ହେଲା। କେତେ 240 ମାଇଲ ସେମାନେ କଣ ଚାଲିଥିଲେ ଯୋଉଟା କି 1930 ଟୁ ବ୍ରେକ ଦ ସଲ୍ଟ ମୋନୋପୋଲ ଇନ ଦ ବ୍ରିଟିଶ ହେଲା ସେ ଯୋଉ ସଲ୍ଟ ଲଟା ଭାଙ୍ଗିବା ପାଇଁ 240 ପର୍ଯ୍ୟନ୍ତ ସେମାନେ କଣ କରିଥିଲେ ପାଦରେ ଚାଲିଥିଲେ କି ଗାନ୍ଧୀଜୀ ଦ କ୍ୱିଟ ଇଣ୍ଡିଆ ମୁଭମେଣ୍ଟ ୱାଜ ଲଞ୍ଚଡ ଇନ କେତେ ମସିହାରେ ହେଇଥିଲା ଅପସନ ନମ୍ବର 1939 ବି ହଉଛି 1940 ସି ହଉଛି 1942 ଡି ହଉଛି 1945 କେତେ ମସିହାରେ ଅପସନ ନମ୍ବର ସି ହବ କରେକ୍ଟ ଆନ୍ସର ଯୋଉଟା କି 1942 ଡୁ ଅର ଡାଇ ୱାଜ ଗାନ୍ଧୀଜି ସ୍ଲୋଗାନ ଡ୍ୟୁରିଂ ଦିସ ମୁଭମେଣ୍ଟ ସେ ଡୁ ଅର ଡାଇ କୋଉ ସ୍ଲୋଗାନ ଏଇ ଯୋଉ ଇଏରେ ଦେଇଥିଲେ ନା ଏଇ ଯୋଉ 1942 ମସିହାରେ ହେଇଥିଲା ସେଥିରେ ସ୍ଲୋଗାନ ଦେଇଥିଲେ ମୁଭମେଣ୍ଟ ଡିମାଣ୍ଡିଂ ଦ ଇମିଡିଏଟ ବ୍ରିଟିଶ ୱିଡଆଉଟ ସେ କଣ କହିଥିଲେ ଯେ ଇମିଡିଏଟ ବ୍ରିଟିଶ ମାନଙ୍କୁ ଛାଡି ଯିବା ପାଇଁ ଏଇ ଆନ୍ଦୋଳନରେ କହିଥିଲେ। ନେକ୍ସଟ କ୍ୱେଶ୍ଚନ ଦେଖିବା ହ୍ୱିଚ ଇଭେଣ୍ଟ ଲିଡ୍ ଟୁ ୱିଡ୍ରଲ୍ ଦ ନନ୍ କୋଅପରେସନ ମୁଭମେଣ୍ଟ ହେଲା ଅପସନ ନମ୍ବର ଏ ହଉଛି ଜାଲିଆନାବାଗ ହତ୍ୟାକାଣ୍ଡ ଚୋରାଚୋରି ହତ୍ୟାକାଣ୍ଡ ସାଇମନ କମିଶନ ରାଉଲାତ ଆକ୍ଟ ତେଣୁ କଣ ହବ ଅପସନ ନମ୍ବର ବି ହବ କରେକ୍ଟ ଆନ୍ସର ଯୋଉଟା କି ଚୋରାଚୋରି ଇନସିଡେଣ୍ଟ ଭାয়োଲେନ୍ସ ଏଟ ଚୋରାଚୋରି କେତେ ମସିହାରେ ହେଇଥିଲା 1922 ମସିହାରେ ମନେ ରଖିବେ 1922 ମସିହାରେ ହେଇଥିଲା ଯୋଉଟା କି କଣ କରିଥିଲା ଗାନ୍ଧୀଜୀ ଟୁ ହେଲ୍ଡ ଦ ମୁଭମେଣ୍ଟ ଏଇ ଯୋଉ ଆନ୍ଦୋଳନ ଆରମ୍ଭ କରିବା ପାଇଁ ଏଇଟା ହିଁ ଲିଡ୍ ହେଇଥିଲା 1922 ମସିହାରେ ଯୋଉ ହେଇଥିଲା। ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ହୁ ଫର୍ମ ଦ ଆଜାଦ ହିନ୍ଦ ଫୌଜ କିଏ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ ଆମର କଣ ଅପସନ ନମ୍ବର ଏ ହଉଛି କଣ ବାଲ ଗଙ୍ଗାଧର ତିଲକ ନା ଲାଲ ଲାଜପତ ରାୟ ନା ସୁଭାଷ ଚନ୍ଦ୍ର ବୋଷ ନା ଜବାହରଲାଲ ନେହେରୁ କିଏ କରିଥିଲେ ଅପସନ ନମ୍ବର ସି ହବ କରେକ୍ଟ ଆନ୍ସର ଯେ କି ସୁଭାଷ ଚନ୍ଦ୍ର ବୋଷ ହି ଫର୍ମ ଦ ଇଣ୍ଡିଆନ ନ୍ୟାସନାଲ ଆର୍ମି ଟୁ ଫାଇଟ ବ୍ରିଟିଶ ରୁଲ ୱିଥ ଦ ହେଲ୍ପ ଅଫ ଫ୍ରମ ଜାପାନ ଜାପାନର କଣ ସହାୟତାରେ ସେ ଗୋଟେ କଣ କରିଥିଲେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ ଲଢିବା ପାଇଁ କାହା ସହିତ ବ୍ରିଟିଶ ସହିତ। ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନ ଯଦି ରାଉଲାତ ଆକ୍ଟ ୱାଜ ପାସ୍ଡ ଇନ ରାଉଲାତ ଆଇନଟା କେବେ ପାସ୍ ହେଇଥିଲା 1915 1919 1921 1927 କେତେ ମସିହାରେ ଆମର ଅପସନ ନମ୍ବର ବି 1919 ମସିହାରେ ଦ ଇଟ ଆଲାଉଡ ଟୁ ବ୍ରିଟିଶ ଟୁ ଇମ୍ପ୍ରେସନ ଇଣ୍ଡିଆ ୱିଦାଉଟ ଟ୍ରାଏଲ ହ୍ୱିଚ ୱାଜ ଦ ଷ୍ଟ୍ରଙ୍ଗଲି ଅପୋଜ୍ଡ ବାଇ ଦ ଗାନ୍ଧୀଜୀ ବୁଝିପାରିଲେ। ଦେଖିବା ନେକ୍ସଟ କ୍ୱେଶ୍ଚନ ଟି ଦ ସ୍ଲୋଗାନ ଡୁ ଅର ଡାଇ ଇଜ ଆସୋସିଏଟେଡ ୱିଥ କାହା କୋଉ ମୁଭମେଣ୍ଟ ସହିତ ନନ୍ କୋଅପରେସନ ମୁଭମେଣ୍ଟ ନା ସିଭିଲ disobedience movement ନା କ୍ୱିଟ ଇଣ୍ଡିଆ ମୁଭମେଣ୍ଟ ନା ଖଲିକଫତ ମୁଭମେଣ୍ଟ କୋଉଟା ହବ ନା ଅପସନ ନମ୍ବର ସି ହବ କରେକ୍ଟ ଆନ୍ସର ଯୋଉଟା କଣ ଥିଲା ଆଉ ଟିକେ କହିଲି କ୍ୱିଟ ଇଣ୍ଡିଆ ମୁଭମେଣ୍ଟ ଇଟ ଇଜ ଦ ସିଗ୍ନିଫାଏଡ ଗାନ୍ଧୀଜୀ ଦେଇଥିଲେ ଫାଇନାଲ କଲ୍ ଟୁ ଇମିଡିଏଟ ଇଣ୍ଡିପେଣ୍ଡେନ୍ସ ପରେ ସେମାନେ କହିଦେଇଥିଲେ ଯେ ଆମେ କଣ ଏବେ ହିଁ କଣ ଚାହୁଁଛୁ ସ୍ୱାଧୀନତା ଚାହୁଁଛୁ। ଦେଖିବା 19 ନମ୍ବର କ୍ୱେଶ୍ଚନ ହୁ ୱାଜ ନୋନ୍ ଏଜ ଦ ପଞ୍ଜାବ କେଶରୀ କାହାକୁ ଆମେ ପଞ୍ଜାବ କେଶରୀ କହିଥାଉ ଅପସନ ନମ୍ବର ଏ ଭଗତ ସିଂ ତାପରେ ହଉଛି ଲାଲ ଲାଜପତ ରାୟ ନା ଚନ୍ଦ୍ରଶେଖର ଆଜାଦ ନା ବାଲ ଗଙ୍ଗାଧର ତିଲକ କାହା କହିଥାଉ ନା ଅପସନ ନମ୍ବର ବି ହବ କରେକ୍ଟ ଆନ୍ସର ଯେ କି ଲାଲ ଲାଜପତ ରାୟ କଣ କହିଥାଉ ଏ ଯୋଉ ପଞ୍ଜାବର
କ'ଣ କେଶରୀ କୁହାଯିବ। ହି ଆର୍ନ ଦ ଟାଇଟଲ ୱାଜ୍ କରେଜ ଆଣ୍ଡ ଲିଡରସିପ୍ ଇନ୍ ଦ ଫ୍ରିଡମ ଷ୍ଟ୍ରଗଲ ଇନ୍ ପଞ୍ଜାବ। ପଞ୍ଜାବରେ ସେ ଯେଉଁ ସେଥିପାଇଁ ପଞ୍ଜାବ ଦ୍ୱାରା ଏଇଟା ପାଇଥିଲେ ଏଇ ଟାଇଟଲଟି କିଏ ଲାଲା ଲାଜପତ ରାୟ। ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନଟି କ'ଣ ଅଛି 20 ନମ୍ବର କ୍ୱେଶ୍ଚନ ଦ କ୍ୟାବିନେଟ ମିଶନ ପ୍ଲାନ୍ ଟୁ କମ୍ ଟୁ ଇଣ୍ଡିଆ ଇନ୍ କେତେ ମସିହାରେ ପ୍ଲାନ୍ କରିଥିଲେ କ୍ୟାବିନେଟ ମିଶନଟା ଆମର ଇଣ୍ଡିଆକୁ ଆସିବ ବୋଲି 1942 ମସିହାରେ 1945 1946 1947 କ'ଣ ହବ ଅପସନ ନମ୍ବର ସି ହବ କରେକ୍ଟ ଆନ୍ସର ଯୋଉଟା କି କ'ଣ ଅଛି 1946 ମସିହାରେ। ହି ଏମ୍ଡ ଟୁ ଡିସ୍କସ୍ ଆଣ୍ଡ ପ୍ଲାନ୍ ଟ୍ରାନ୍ସପୋର୍ଟ ଦ ପାୱାର ଫ୍ରମ୍ ବ୍ରିଟିଶ ଟୁ ଇଣ୍ଡିଆ ଲିଡରସିପ୍। ଏ ଯେଉଁ ସେମାନେ କ'ଣ କରିଥିଲେ ଏଇ ଯେଉଁ ପ୍ଲାନ୍ କରିଥିଲେ ଯେ ସେମାନେ ଯେଉଁ ଆସିବେ ତା ଦ୍ୱାରା କି ବ୍ରିଟିଶ ପାଖରୁ ପାୱାର ନେଇକି ଇଣ୍ଡିଆକୁ ଟ୍ରାନ୍ସଫର କରିବେ କେତେ ମସିହାରେ 1946 ମସିହାରେ। ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ଦ ଇଣ୍ଡିଆନ୍ ନ୍ୟାସନାଲ ଆର୍ମି ଟ୍ରାଏଲ ୱାଜ୍ ହେଲ୍ଡ ଇନ୍ କୋଉଠି ଏ ଯେଉଁ ଇଣ୍ଡିଆନ୍ ନ୍ୟାସନାଲ ଆର୍ମି ଟ୍ରାଏଲ ହେଉଥିଲା ବମ୍ବେ ଲାହୋର କୋଲକାତା ନା ରେଡ୍ ଫୋର୍ଟ ଦିଲ୍ଲୀ କୋଉଠି ନା ଅପସନ ନମ୍ବର ଡି ହବ କରେକ୍ଟ ଆନ୍ସର କୋଉଟା ଅଛି ରେଡ୍ ଫୋର୍ଟ ହେଲା ଦିଲ୍ଲୀରେ। ଇଟ୍ ବିକମ୍ ଦ ସିମ୍ବଲ ଅଫ ନ୍ୟାସନାଲିଜିମ୍ ସ୍ପାର୍କିଂ ଆଉ ମେସିଭ୍ ପ୍ରୋଟେଷ୍ଟ ହେଲା କୋଉଠି ରେଡ୍ ଫୋର୍ଟରେ ହେଇଥିଲା ଦିଲ୍ଲୀରେ ଯୋଉଟା କି ଅଛି। ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନଟି ହୁ ଗିଭ୍ସ ଦ ସ୍ଲୋଗାନ ଗିଭ୍ ମି ବ୍ଲଡ୍ ଆଣ୍ଡ ଆଇ ସେଲ୍ ଗିଭ୍ ମି ୟୁ ଫ୍ରିଡମ୍ କିଏ ଦେଇଥିଲେ ଗାନ୍ଧିଜୀ ନା ନେହେରୁ ନା ସୁଭାଷ ଚନ୍ଦ୍ର ବୋଷ ନା ଭଗତ ସିଂ କିଏ ସୁଭାଷ ଚନ୍ଦ୍ର ବୋଷରେ ଜାଣିଛନ୍ତି ସମସ୍ତେ ଆଜାଦି ଫୌଜର ସ୍ଲୋଗାନଟି ଥିଲା କିଏ ସୁଭାଷ ଚନ୍ଦ୍ର ବୋଷ। ଇଟ୍ ମୋମେଣ୍ଟ ଥାଉଜେଣ୍ଡ ଜଏନ୍ ଦ ଆଇଏନ୍ଏ ହେଲା। ଦେଖିବା ନେକ୍ସଟ କ୍ୱେଶ୍ଚନ ଦ ଖଲିପତ ମୁଭମେଣ୍ଟ ୱାଜ୍ ରିଲେଟେଡ୍ ଟୁ କ'ଣ ସଲ୍ଟ ଲ ରାଉଲାତ ଲ ଆଉ କଲିଫ ଲ ଅଫ ତୁର୍କୀ ନା ଆର୍ମ ସେକ୍ କ'ଣ ହବ ନା ଅପସନ ନମ୍ବର ସି ହବ କରେକ୍ଟ ଆନ୍ସର যেটা কোন কলিপ অফ তুর্কি ইট এমড টু প্রটেক্ট দ পজিশন অফ দ অটোমন ক্লিপ আফটার ওয়ার্ল্ড ওয়ার 1 ହେଲା ସେମାନେ କ'ଣ କରିଥିଲେ ଏଇ ଯେଉଁ ଆମର ପ୍ରୋଟେଷ୍ଟ କରିବା ପାଇଁ ଏଇଟା କରିଥିଲେ। তুমি ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ହ୍ୱିଚ ଆକ୍ଟ ଇଜ କଲ୍ଡ ଏଜ ଦ ଆକ୍ଟ ଅଫ ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ। ଅପସନ ନମ୍ବର ଏ ହେଉଛି ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1935 କ୍ୟାବିନେଟ ମିଶନ ପ୍ଲାନ ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ ଆକ୍ଟ 1947 ନା ସାଇମନ କମିଶନ କୋଉଟା ଉତ୍ତର ହବ ନା ଅପସନ ନମ୍ବର ସି ହବ କରେକ୍ଟ ଆନ୍ସର যেটা କି ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ ଆକ୍ଟ 1947 ମନେ ରଖିଥିବା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟି ଅଛି ଦିସ୍ ଆକ୍ଟ ଏଣ୍ଡେଡ୍ ଦ ବ୍ରିଟିଶ ରୁଲ and created the India and Pakistan India Pakistan এই act অনুসারে তৈরি হয়েছিল যেটা ইন্ডিয়া ইন্ডিপেন্ডেন্স act 1947 বুঝিপালে। দেখে নেক্সট क्वेश्चन কোন আছে ইন্ডিয়া গেন দ ইন্ডিপেন্ডেন্স অন কেতে মସିହାରେ ଆମର ଜାଣିଛନ୍ତି କେତେ 15 ଅଗଷ୍ଟ 1947 ମସିହା ହେଲା ଯୋଉଟା ସ୍ୱାଧୀନତା ଆଉ 2 ଦିନ କି 2 ଦିନ ପରେ ଆସିବ ତେଣୁ କ'ଣ ହବ 15 ଅଗଷ୍ଟ 1947 ଇଣ୍ଡିଆ ବିକମ୍ ଦ ଫ୍ରି ନେସନ ଆଫ୍ଟର ଦ ଅଲମୋଷ୍ଟ 200 ଇୟର୍ସ ଅଫ ବ୍ରିଟିଶ ରୁଲ ବୁଝିପାରିଲେ। ତେଣୁ ଆଜିର ଏତିକି 25ଟି ଆମର ଏମସିକ୍ୟୁ କ୍ୱେଶ୍ଚନ ଥିଲା ଯୋଉଟା କି ଆପଣ ଦେଖିପାରନ୍ତି ପରୀକ୍ଷାରେ ୟା ରିଲେଟେଡ ଅପସନ ୱାଇଜ ଦେଖିପାରନ୍ତି। ତେଣୁ ଭିଡ଼ିଓଟି ଆପଣଙ୍କୁ ଯଦି ଭଲ ଲାଗିଲା ଭିଡ଼ିଓଟିକୁ ପ୍ଲିଜ ଲାଇକ୍ କରିବେ ଆଉ ଭିଡ଼ିଓଟିକୁ ସବସ୍କ୍ରାଇବ କରିଦେବେ ଆପଣ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ କରୁନାହାନ୍ତି ଚ୍ୟାନେଲଟିକୁ ଏମିତି ସବସ୍କ୍ରାଇବ କଲେ ଏମିତି ସବୁ ନୂଆ ନୂଆ ଭିଡ଼ିଓଟା ଆପଣଙ୍କ ପାଖରେ ପହଞ୍ଚି ପାରିବ। ଆଉ ଯଦି ମ୍ୟାଥ କ୍ଲାସ କରିବା ପାଇଁ ଚାହୁଁଛନ୍ତି ଆମ ଯିବେ ଏମଆର ଷ୍ଟଡି ଏକାଡେମୀକୁ ଯାଇକି ସେଥିରେ ଆପଣ ପ୍ଲେଲିଷ୍ଟ ଯାଇ ଦେଖିପାରିବେ ଫୁଲ ମ୍ୟାଥମେଟିକ୍ସର ଟପିକ ଅଛି ଆପଣଙ୍କୁ ଗୋଟେ ଭିଡ଼ିଓରେ କେବଳ ଗୋଟେ ଟପିକ ହିଁ ପୁରା ଫୁଲ ଆପଣ କଭର ହେଇଯିବ। ତେଣୁ ସାଇନ୍ସ ଯଦି କ୍ଲାସ କରିବା ପାଇଁ ଚାହୁଁଛନ୍ତି ସାଇନ୍ସର ଟପିକଟା କଭର ହେଇଯାଇଛି ଦେଖିପାରିବେ। ତେଣୁ ଭିଡ଼ିଓ ଯଦି ଭଲ ଲାଗିଲା ଭିଡ଼ିଓକୁ ଲାଇକ୍ କରିବେ ଚ୍ୟାନେଲଟି ସବସ୍କ୍ରାଇବ କରିବେ ନିଜ ସାଙ୍ଗମାନଙ୍କ ସହିତ ସେୟାର କରିଦେବେ। ତେଣୁ ଆଜି ପାଇଁ ଏତିକି ରହୁଛି ଆଉ ଗୋଟେ ନୂଆ ଭିଡ଼ିଓରେ ନୂଆ ଟପିକରେ ଦେଖା ହବ ସେଥି ପର୍ଯ୍ୟନ୍ତ ରହୁଛି ଧନ୍ୟବାଦ।